ଜଗନ୍ନାଥ ପତିତ ପାବନ ଜୟ ଜୟ ଜଗନ୍ନାଥ ଲକ୍ଷ୍ମୀ ପ୍ରାଣ ଧନ ଜୟ ଜୟ ଜଗନ୍ନାଥ ଦୀନ ଜନ ବନ୍ଧୁ ଜୟ ଜୟ ଜଗନ୍ନାଥ ହେ କରୁଣା ସିନ୍ଧୁ ଜୟ ଜୟ ଜଗନ୍ନାଥ ନୀଳାଦ୍ରି ବିହାରୀ ଜୟ ଜୟ ଜଗନ୍ନାଥ ଦୁଃଖୀ ଦୁଃଖ ହାରି ଜୟ ଜୟ ଜଗନ୍ନାଥ ଅନନ୍ତ ମୂରତି ଜୟ ଜୟ ଜଗନ୍ନାଥ ବୈକୁଣ୍ଠପତି କମଳା ହୃଦୟ ପଦ୍ମ ଦିନକର ହରି ଅଜ୍ଞାତ ତିମିର ବିନାଶନା ଦଇତାରି ପତିତ ପାବନ ଜୟ ଶରଣ ରକ୍ଷକ ବ୍ରହ୍ମାଣ୍ଡ ଖଣ୍ଡ ମଣ୍ଡଳେ ତୁମ୍ଭେ ଯେ ପାଳକ ଜଗତ ଜନ ଜୀବନ ଜଗତର କର୍ତ୍ତା ଜଗତ ଜନ ବନ୍ଦନ ଜଗତ ସଂହର୍ତ୍ତା ଅନନ୍ତ ମହିମା ତବ କେ ବର୍ଣ୍ଣି ପାରିବ ମୁଖ କେହି ନ ପାରନ୍ତି ବ୍ରହ୍ମା ସଦାଶିବ ଅନେକ ରୂପ ତୁମ୍ଭର ଅବ୍ୟକ୍ତି ଅଚ୍ୟୁତ ଅକ୍ଷର ପରମ ବ୍ରହ୍ମ ସନାତନ ତତ୍ତ୍ୱ କଳ୍ପେ କଳ୍ପେ ବସି ଯୁଗେ ଯୋଗୀ ଜନ ମାନେ ତୁମ୍ଭ ତତ୍ତ୍ୱ ଜାଣି ନ ପାରନ୍ତି କେହି ଧ୍ୟାନେ ସାଗରକୁ କାଳି ହିମାଚଳକୁ ଲେଖନି ପୃଥିବୀକୁ ପତ୍ର କରି ଦେବୀ ଦେବ ପାଣି ଅନନ୍ତ କାଳ ପର୍ଯ୍ୟନ୍ତ ଯଦି ବା ଲେଖିବ ତୁମର ଗୁଣ କର୍ଣ୍ଣିକା ବନି ନ ପାରିବ ମୁଛାରହୀନ ପାପର ଅଜ୍ଞାନ ମାନବ କିବା ବର୍ଣ୍ଣି ପାରିବଇଁ ସେହି ମହିମା ଦେବ କେବଳ ଏତିକି ମାତ୍ର ଜାଣିଛି ହେ ହରି ତୁମ୍ଭେ ସରାଚରରେ ଅଛ ଏକା ପରି ଯାହା ଦେଖେ ସେ ସମସ୍ତ ତୁମ୍ଭର ହିଁ ରୂପ ଯାହା ଶୁଣେ ସେ ସମସ୍ତ ତୁମ୍ଭ ଯଶ କୂପ ଯେଉଁ ସୁଗନ୍ଧ କରଇ ମୁହଁଟି ଅପ୍ରାଣ ସେ ସମସ୍ତ ଗନ୍ଧ ସିନା ତୁମ୍ଭର ବିୟାଣ ସୁମିଷ୍ଟ ପଦାର୍ଥ ଯାହା କରେ ଆସ୍ୱାଦନ ସେ ରସ ତୁମ୍ଭର ଆହେ ପତିତ ପାବନ ସ୍ପର୍ଶ କରେ ଯାହା ମୋହି ଚର୍ମ ଇନ୍ଦ୍ରିୟରେ ତୁମ୍ଭର ସ୍ୱରୂପ ତାହା ଜାଣେ ମୁଁ ଅନନ୍ତରେ ତୁମ୍ଭ ବିନୁ ବସ୍ତୁ କେବେ ନାହିଁ ନ ହୋଇବ ଏହି କଥା ଗୋଟେ ପ୍ରଭୁ ଅଟଇତ ଧ୍ରୁବ ମିଥ୍ୟା ବୋଲି ଯାହା କୋଟି କହନ୍ତି ସସ୍ତେ ସେ ମଧ୍ୟ ରହିଛି ପ୍ରଭୁ ତୁମ୍ଭର ଆଶ୍ରିତେ ଜଳ ସ୍ଥଳ ସ୍ଥାବର ସ୍ଥାବର ଜୀବ ଯେତେ ନିରନ୍ତର ଆଶ୍ରା କରି ରହିଛନ୍ତି ତେତେ ପ୍ରଳୟ କାଳରେ ସୃଷ୍ଟି ଜୀବ ସ୍ୱରୂପରେ ନିରବକାଶରେ ରକ୍ଷୁ ସୁକୁକ୍ଷୁ ମଧ୍ୟରେ କୁକ୍ଷ ସାକ୍ଷୁଳ ଜଗତ କହନ୍ତି ତୁମ୍ଭଙ୍କୁ ମହାପ୍ରଳୟ ବାଦେ ତୁମ୍ଭ ଶ୍ରୀଅଙ୍ଗକୁ ଆନନ୍ଦେ ଶୟନ କରି ବଟପତ୍ର ପରେ ଅଙ୍ଗୁଳି ପ୍ରଣାମ ରୂପ ଧରି ନିରନ୍ତରେ କିଏ ବା ଜାଣିବ ଦେବ ସ୍ୱରୂପ ତୁମ୍ଭର କିଏ ବା କହିବ ତୁମ୍ଭ ମହିମା ଅପାର ଦୀନହୀନ ଆର୍ତ ତ୍ରାଣେ ନିବେଦଇ ଆର୍ତ ନିବାସନ କରି ତ୍ରିଲୋକ ଗୋସାଇଁ କରୁଣା କଣିକା ଦିନେ ନ ହୁଅ କୁଣ୍ଠିତ ନିରନ୍ତର କଣ୍ଠେ ବାସ କର ଜଗନ୍ନାଥ ତୁମ୍ଭର କରୁଣା ଲଭି ଗରୁଡ଼ ପୁରାଣ ଚତୁର୍ଦ୍ଦଶାକ୍ଷରେ ବୃତ୍ତେ କରିବି ରଚନ ମୂଳ ସଂସ୍କୃତରେ ଏହା ଉଦ୍ଧାର କରିବି ପ୍ରମାବବେଶେ ଯେପରି ମୁହଁ ନ ଛାଡ଼ିବି ତୁମ୍ଭର ହିଁ ନିନ୍ଦା ହେବ ହେ କମଳାପତି ଦାସ ଦୋଷ କଲେ ପ୍ରଭୁ ଭଲେ ଅପରକୀର୍ତ୍ତି ଦୋଷ ଗୁଣ ସବୁ ପ୍ରଭୁ ତୁମ୍ଭର ଅଟଇ କେବଳ ନିର୍ମିତ ମାତ ଅଟେ ସିନା ମୋହି କରି କରାଉଛି ତୁମ୍ଭ ସକଳ ବିଧାନ ତୁମ୍ଭ ବ୍ୟତିରେକ ନାହିଁ କିଛି ନାହିଁ ଆନ ଏତିକି ପୁରାଣ କଥା କହିବ ହିଁ ମୋହି ଠିକେ ଠିକେ ପଦମାନ ଦେବନାଥ କହି କମଳା ବିଳାସ ପାଦ ପଦ୍ମେ ରଖି ଧ୍ୟାନ ଗୀତ ବନ୍ଧେ ବିରଚିଲା ଏହି ଦିନହୀନ ସାଧୁ ଜ୍ଞାନୀ ପଣ୍ଡିତ ଯେ ଦୋଷ ନ ଧରିବ ନିଜ ଗୁଣେ କ୍ଷମା ମତେ ସତତ କରିବ ଦରିଦ୍ର ବ୍ରାହ୍ମଣ ମୁହିଁ ନ ଜାଣେ ସାହିତ୍ୟ ଜୀବିକା କରିଛି ମାତ୍ର ଏହାକୁ ସତତ ଲେଖନୀ ସାହାଯ୍ୟେ ଯାହା କରଇ ଅର୍ଜନ ଜୀବନ ପୋଷଇ ମୁହିଁ ଅତି ଦିନହୀନ ସାଧୁ ଅସାଧୁ ସକଳେ କରଇ ବିନତି ଦୋଷ ନ ଧରିବ ମୋର ଘେନିବ ପ୍ରଣତି ଗ୍ରନ୍ଥାରମ୍ଭ ଓ ସୃଷ୍ଟି ପ୍ରସଙ୍ଗ କଳି ଆଗମନ ଦେଖି ଦିନେ ଋଷିମାନେ ଏକତ୍ରିତ ବେଳେ ସର୍ବେ ନିମିଷେ ଅରଣ୍ୟେ କଳି କଳୁଷ ନାଶନ ଯଜ୍ଞ ଆରମ୍ଭିଲେ ଯଜ୍ଞ ପୂର୍ଣ୍ଣାହୁତି ଦେଇ ବିଷ୍ଣୁଙ୍କୁ ତୋଷିଲେ ବିଷ୍ଣୁଗଣ ମାନେ ସର୍ବ କରନ୍ତି କୀର୍ତ୍ତନ ସୂତ ମୁନି ପ୍ରବେଶିଲେ ଯାଇ ସେହି ସ୍ଥାନ ବ୍ୟାସଙ୍କର ଶିଷ୍ୟ ସେହି ଜାଣନ୍ତି ସକଳେ ତାହାଙ୍କୁ ସେଠାରେ
ଆଦରରେ ବସାଇଲେ। ବହୁତ ବିନୟ ହୋଇ ତାହାଙ୍କୁ କହିଲେ, ପୁରାଣ ବଚନ ମାନ କୁହ ଦୟା ଥିଲେ। ଶୁଣିଲେ ତୁମ୍ଭ ପାଖରୁ ମୁକ୍ତି ହୋଇବୁ, କଳିକାଳ ପାପ ତାପ ହେଲେ ନିସ୍ତରିବୁ। ଦେଖିଣ ତାହାଙ୍କ ଭକ୍ତି ଶ୍ରଦ୍ଧା ସୁତ ମୁନି, ଆନନ୍ଦ ଚିତ୍ତରେ କରି ଗୁରୁଙ୍କ ଦଇନି। ଗୁରୁପାଦ ପଦ୍ମୀ ବନ୍ଦୀ ଭକତି ଚିତ୍ତରେ, ମଧୁର ବଚନେ ସେ କହିଲେ ଧୀରେ ଧୀରେ। ବ୍ୟାସଦେବ କୃତ ଯେଉଁ ଗରୁଡ଼ ପୁରାଣ, ତାହା କହୁଅଛି ଏବେ ସାବଧାନେ ଶୁଣ। ସୁତ ଉବାଚ। ଦିନେ ବୈକୁଣ୍ଠପୁରେ ବିଷ୍ଣୁଙ୍କ ଛାମୁରେ, ଉଭା ହୋଇ କରପତ୍ର ଯୋଡ଼ି ବିନୟରେ, ଗରୁଡ଼ ପୁଛଇ ଧୀରେ ମଧୁର ବଚନେ, ସୃଷ୍ଟି ପ୍ରସଙ୍ଗ କୁହନ୍ତୁ ମତେ ହେ ଆପଣେ। ମୁହିଁ ଯେ ତୁମ୍ଭର ଭୃତ ସେବେ ନିତ୍ୟ ପ୍ରତି, ମୋଠାରୁ କରୁଣା ବାରେ କର ଲକ୍ଷ୍ମୀପତି। ଭୃତର ବଚନ ଶୁଣି ଦେଖିଣ ଭକତି, ମଧୁର ଭାବେ କହନ୍ତି ଦେବ ଲକ୍ଷ୍ମୀପତି। ବିଷ୍ଣୁ ଉବାଚ। କଳ୍ପ ପୂର୍ବରୁ ଯେ ହୟଗ୍ରୀବ ଅବତାର, ହୋଇଥିବେ ମହାପ୍ରଭୁ ପୃଥ୍ୱୀପୃଷ୍ଠର। ସେ ସମୟେ ମନୁଷ୍ୟର ଶକତି ଦେଖିଣ, ବେଦବ୍ୟାସ ବିଚରିଲେ ଗରୁଡ଼ ପୁରାଣ। ଅମୃତ ତୁଲ୍ୟ ବଚନ ପୁରାଣ ଆଖ୍ୟାନ, ଗରୁଡ଼ ପୁରାଣେ ଯାହା ହୋଇଛି ଲେଖନ। ମହାପ୍ରଳୟ କାଳରେ ଦେବନାରାୟଣ, ଅନନ୍ତ ଶଯ୍ୟାରେ ପ୍ରଭୁ କରିଲେ ଶୟନ। ଦେବୀ ସରସ୍ୱତୀ ପାଦ ଧୀରେ ବଞ୍ଚାଳନ୍ତି, ଏସନକ କେତେ କାଳ ଗଲେ ତହୁଁ ବିତି। ପ୍ରଳୟ କାଳରେ ଶେଷ ସମୟ ହୁଅନ୍ତେ, ଯୋଗ ନିଦ୍ରା ଶାନ୍ତି ହେବା ହୃଦୟ ବାଞ୍ଛନ୍ତେ। ପ୍ରଳୟ ଜଳେ ଜନମ ହେଲା ଯେ ଦାନବ, ମହାଭୟଙ୍କର ମୂର୍ତ୍ତି ନିର୍ଦ୍ଦୟ ସ୍ୱଭାବ। ପ୍ରଳୟ ଜଳ ତାହାକୁ ହୁଏ ଆଣ୍ଠୁଆଣି, ଘୋର ଗରଜନ କରି ଭ୍ରମେ ଦୈତ୍ୟ ପୁଣି। ଭ୍ରମି ଭ୍ରମି ପ୍ରବେଶିଲେ ଅନନ୍ତ ପାର୍ଶ୍ୱରେ, ସରସ୍ୱତୀଙ୍କୁ ଦେଖିଲା ଯହୁଁ ନୟନରେ। କାମେ ଅଶକତ ହେଲା ଦୁଷ୍ଟ ମନ୍ଦମତି, ବଳତ୍କାରେ ଧରିବାକୁ ଇଚ୍ଛିଲା ଝଡ଼ତି। ତାହା ଦେଖି ପଳାଇଲେ ଦେବୀ ବୀଣା ପାଣି, ପଛେ ଗୋଡ଼ାଇଲେ ଦୈତ୍ୟ କୋପେ ଶିର ଝୁଣି। ଦଉଡ଼ି ଦଉଡ଼ି ଦେବୀ ହେଲେ ଅଶକତ, ନିକଟେ ପ୍ରବେଶ ହେଲା ଦୈତ୍ୟ ବଳବନ୍ତ। ତାହା ଜାଣି ସରସ୍ୱତୀ କପଟ ବହିଲେ, କୋମଳ କରି ତାହାକୁ ବଚନ ବୋହିଲେ। ସାଧୁ ସନ୍ତ ଶୁଣ ତାହା ମନ କର୍ଣ୍ଣ ଦେଇ, ସେ କଥା ତୁମ୍ଭ ଆଗରେ କହୁଅଛି ମୋହି। ଶ୍ରୀ ବିଷ୍ଣୁ ଗରୁଡ଼ ଯାହା ବୈକୁଣ୍ଠପୁରରେ, କହିଥିଲେ ଶ୍ରୀମୁଖରେ ଅତି ଆଦରରେ। ଶୁଣ ହେ ଦୈତ୍ୟ ମୁକୁଟମଣି ମୋ ବଚନ, ଦେଖ ମୋର ସ୍ୱାମୀ କରି ଅଛନ୍ତି ଶୟନ। ସ୍ୱାମୀ ଥାଉ ତୁମ୍ଭ ସଙ୍ଗେ କିପରି ରମିବି, ସ୍ୱାମୀ ଅପବାଦ ଦେଲେ କିପରି ସହିବି। ତୁମ୍ଭେ ଯଦି ବଳେ ବିନା ଶିବ ମୋ ସ୍ୱାମୀଙ୍କୁ, ଆନନ୍ଦେ ମନେ ଭଜିବି ମୁହିଁ ଯେ ତୁମ୍ଭଙ୍କୁ। ମତେ ପାଇବା ପାଇଁ କି ଇଚ୍ଛା ଯଦି ଅଛି, ଶୀଘ୍ର ମାର ମୋ ସ୍ୱାମୀଙ୍କୁ ତୁମ୍ଭଙ୍କୁ କହୁଛି। ତାହା ଶୁଣି ଦୈତ୍ୟ ମୋହେ ଜାଣି ନ ପାରିଲା, ଶାୟିତ ବିଷ୍ଣୁ ଅଙ୍ଗରେ ଗଦା ପ୍ରହାରିଲା। ପ୍ରାଚୀନ ଗଦା ଶ୍ରୀଅଙ୍ଗେ ଅଗ୍ନି ବାହାରିଲା, ପ୍ରଭୁଙ୍କର ଯୋଗ ନିଦ୍ରା ତୁରିତେ ଭାଙ୍ଗିଲା। ଦେଖିଲେ ଗଦା ହସ୍ତରେ ଅସୁର ଅଛଇ, ଗଦାଧର ମହାପ୍ରଭୁ ପଡ଼ିଲେ କି ଡେଇଁ। ଦୈତ୍ୟ ସଙ୍ଗେ ବହୁ ଯୁଦ୍ଧ କଲେ ନାରାୟଣ, କେତେ ସମ୍ବତ୍ସର ବିତିଗଲା ତହିଁ ପୁଣ। କ୍ରମେ ବଳ କ୍ଷୀଣ ହେଲା ଅସୁର ଦେହରୁ, ରଣେ ଅଶକତ ହେଲା ଦାନବ ସେଠାରୁ। କହିଲା ଏ ଭଗବାନ ଅଟନ୍ତି ନିଶ୍ଚଏ, ଏହାଙ୍କୁ ମାରି ପାରିବ ବ୍ରହ୍ମାଣ୍ଡରେ କିଏ। ଏହା ଜାଣି ନ ବିନତି କରିଣ କହଇ, ଅସୁର ଜନ୍ମରୁ ଦେବ ପାରିକର ତୁହି। ମୁହିଁ ମନ୍ଦ ଗତି ମନ୍ଦ କରମ କରିଲି, ତୁମ୍ଭଠାରେ ଦ୍ରୋହ କରି ଅଖଡ଼େ ମରିଲି। ଦୟାକର ମହାପ୍ରଭୁ ଅଜ୍ଞାନ ଅସୁରେ, ମୋର ପାପ ରାଶ ନାଶି କରନ୍ତୁ ହେ ବାରେ। ଏହିପରି ସ୍ତୁତି ଯହୁଁ କରିଲା ଅସୁର, ଦୟା ପରବଶେ ତାକୁ କହିଲେ ଶ୍ରୀଧର। ଲକ୍ଷ କୋଟି ଯୋଜନନ୍ତୁ କାୟାକୁ ବିସ୍ତାର, ତାହା ଶୁଣି ଦୈତ୍ୟ କାୟା ବିସ୍ତାରିଲେ ତାର। ଚକ୍ରଧାରୀ ଚକ୍ର ଧରି ତାହାର ମୁଣ୍ଡକୁ, ବେନିଖଣ୍ଡ କରି ମର୍ଦି ତାହାର ପିଣ୍ଡକୁ। ମେଦ ଆକାରରେ ମର୍ଦିଲେ ଅସ୍ଥି ସହିତରେ, ନିଜ ଦୈବ ଶକ୍ତି ବଳେ ସ୍ଥିର ରୂପ କଲେ। ସେହି ମେଦକୁ ସ୍ଥାପିଲେ ପ୍ରଳୟ ଜଳରେ, ଅଙ୍ଗୁଳମ ଉପାଡ଼ିଲ ପୋତିଲେ କତିରେ। ସେହି ମେଦକୁ ସ୍ଥାପିଲେ ପ୍ରଳୟ ଜଳରେ, ଅଙ୍ଗୁଳମ ଉପାଡ଼ିସ
ସେହି ମେଦକୁ ସ୍ଥାପିଲେ ପ୍ରଳୟ ଜଳରେ, ଅଙ୍ଗୁଳମ ଉପାଡ଼ିଣ ପୋତିଲେ କତିରେ। ସ୍ଥିର ହୋଇ ଜଳର ମଧ୍ୟରେ ସେ ରହିଲା, ତେଣୁ କରି ମେଦାମେଦ ମେଦିନୀ ହୋଇଲା। ଏଥୁ ଅନନ୍ତରେ ପ୍ରଭୁ ତ୍ରିଲୋକ୍ୟ ଗୋସାଇଁ, ତ୍ରିଲୋକ୍ୟ ସୃଷ୍ଟି କରିବା ବିଚାରିଲେ ତହିଁ। ଏ ସମୟେ ଆଦିମାତା ମୋହିନୀ ରୂପରେ, ଦେଖାଦ୍ୟନ୍ତେ ନାରାୟଣ କାମ ଆସକ୍ତିରେ। ବ୍ରହ୍ମବିନ୍ଦୁ ପରିତ୍ୟାଗ କରିଲେ ଝଟତି, ସେ ବିନ୍ଦୁ ଧାରଣେ ଆସକତା ଆଦି ଶକ୍ତି। ଧରି ନ ପାରିଣ ଦେବୀ ପ୍ରଳୟ ଜଳରେ, ବ୍ରହ୍ମବିନ୍ଦୁ ପକାଇଣ ଦେଲେ ତତ୍ସ୍ୱତରେ। ସେ ବିନ୍ଦୁରେ ଜନମ ହୋଇଲା ଓଁକାର, ଓଁକାରୁ ବୀଜତ୍ରୟ ଜନ୍ମିଲେ ସତ୍ୱର। କ୍ଳିଂ ଶ୍ଳିଂ ନାମେ ଯେଉଁ ଜୀବତ୍ରୟ, ବ୍ରହ୍ମା ବିଷ୍ଣୁ ଶିବ ସିନା ସେହି ଶିବତ୍ରୟ। ପ୍ରଥମରେ ବ୍ରହ୍ମାଙ୍କୁ ସେ ନେତ୍ରରେ ଦେଖିଲେ, ସୃଷ୍ଟି ସର୍ଜନା ନିମନ୍ତେ ତାଙ୍କୁ ଆଜ୍ଞା ଦେଲେ। ପ୍ରଳୟ ପୂର୍ବରୁ ଯେନେ ଥିଲା ଏହି ସୃଷ୍ଟି, ସେହିପରି ସରଜନା କଲେ ପରମେଷ୍ଟି। ପୃଥିବୀ ସହିତ ସର୍ବ ଜୀବଜନ୍ତୁଙ୍କର, ବୃକ୍ଷଲତା ପର୍ବତାଦି ବେଗେ ସୃଷ୍ଟି କର। ଆଜ୍ଞା ମାତ୍ରେ ବ୍ରହ୍ମା ସବୁ ସରଜନା କଲେ, ସ୍ୱର୍ଗମର୍ତ୍ତ୍ୟ ସହିତ ପୁରମାନ କଲେ। ପଶୁ ପକ୍ଷୀ କୀଟ ସରୀସୃପ ନରାସୁର, ଦେବତା ଦାନବ ପୁଣି ସ୍ଥାବରାସ୍ଥାବର। ପୂର୍ବେ ଥିଲା ଯେଉଁପରି ସବୁ ସୃଷ୍ଟି କଲେ, ସୃଷ୍ଟି ପ୍ରାଣୀ ପୁରମାନ ଦେଖି ଖୁସି ହେଲେ। ତାହା ଦେଖି ଶୂନ୍ୟବାସୀ ବିଷ୍ଣୁଙ୍କୁ ଚାହିଁଲେ, ଏହିମାନଙ୍କୁ ପାଳନ କର ଆଜ୍ଞା ଦେଲେ। ତାହାଙ୍କ ଆଜ୍ଞା ପାଇଣ ବିଷ୍ଣୁ ତ୍ରିଭୁବନ, ପ୍ରାଣୀମାନଙ୍କୁ ଆନନ୍ଦେ କରିଲେ ପାଳନ। ଶିବଙ୍କୁ ଚାହିଁ ପରଂ ବ୍ରହ୍ମ ଯେ ବୋଇଲେ, ଯୋଗ କରି ବସ ତୁମ୍ଭେ ସଦା ଆମ୍ଭ ବୋଲେ। ପାପ ଭରା ଅଧିକ ହୋଇଲେ ତୁମ୍ଭ ପୁଣି, ଏମାନଙ୍କୁ ସଂହାର କରିବ କଥା ମାନି। ଯେତେ ପ୍ରାଣୀ ସୃଷ୍ଟି ହେଲା ବ୍ରହ୍ମାଣ୍ଡ ମଧ୍ୟରେ, ଆତ୍ମା ରୂପେ ବିଷ୍ଣୁଛନ୍ତି ସକଳ ମଧ୍ୟରେ। ବିଷ୍ଣୁଙ୍କର ଅଂଶ ତେଣୁ ସମସ୍ତେ ଅଟନ୍ତି, ଜ୍ଞାନୀମାନେ ଆଜ୍ଞା ନେତ୍ରେ ତାହାଙ୍କୁ ଦେଖନ୍ତି। କାମ କ୍ରୋଧ ଲୋଭ ମୋହ ମଦ ଯେ ମତ୍ସର, ଏମାନଙ୍କୁ ଭିଆଇଲେ ଦେବ ଶିରୀଧର। ପ୍ରାଣୀମାନଙ୍କ ଦେହରେ ରଖିଲେ ତାହାଙ୍କୁ, ନିରନ୍ତରେ ମୋହିବେ ଯେ ସେ ପ୍ରାଣୀଙ୍କ ମନଙ୍କୁ। ପ୍ରକୃତି ବଶ ହୋଇଣ ଭ୍ରମି ନାନା କର୍ମେ, ମାୟାମୋହ ହୋଇନ ବିଚାରି ଧର୍ମାଧର୍ମେ। ତେଣୁ ପାପ ତାପରେ ପତିତ ହୋଇ ପ୍ରାଣେ, ସଂସାର ହୁଅନ୍ତି ଶିବଙ୍କର କରେ ପୁଣି। ତେଣୁ ପାପ ତାପରେ ପତିତ ହୋଇ ପ୍ରାଣୀ, ସଂହାର ହୁଅନ୍ତି ଶିବଙ୍କର କରେ ପୁଣି। ଯେଉଁ ଜନ ଜ୍ଞାନ ବଳେ ବ୍ରହ୍ମଙ୍କୁ ଚିହ୍ନଇ, ଆଶା ନ ରଖି ତାହାଙ୍କୁ ଭକତି କରଇ। ଭବସାଗର ଅକ୍ଳେଶ ସେ ଜନ୍ମ ତରଇ, ପାପ ତାପ ଆଦି ତାକୁ ତିଳେ ନ ବାଧଇ। ବ୍ୟାସ ଅଙ୍ଗରାଦି ମୁନିମାନେ ଯେ ମାର୍ଗରେ, ମୁକ୍ତି ଲଭିଥିଲେ ତାହା ପୁରାଣ ଆକାରେ। ଲେଖି ଯାଇଛନ୍ତି ନାମ ବ୍ରହ୍ମ ହୃଦେ ଧରି, ସେ ପଥ ଧରିଲେ ଭବ ସିନ୍ଧୁ ହେବ ପାରି। ପଢ଼ି ଶୁଣି ସଦଗ୍ରନ୍ଥ ସଂସାରେ ମାନବେ, ବିଷ୍ଣୁ ମହିମା କିପରି ବୁଝି ନ ପାରିବେ। ସେ ବଳରେ ଭବ ସିନ୍ଧୁ ଗୋଷ୍ପଦ ସଦୃଶ, ଅକ୍ଳେଶରେ ପାରି ହୋଇ ଯିବେଟି ମନୁଷ୍ୟ। ନିନ୍ଦା କରି ଯେ ପ୍ରକୃତି ବଶରେ, ନିରନ୍ତର ସଢ଼ି ହୁଏ ମାୟା ମୋହାଦିରେ। ମାୟା ମୋହେ ପଡ଼ି ବଣା ହୋଇବ ଯେ ଜନ, ନାନା ଯନ୍ତ୍ରଣା ଭୋଗିବ ନାନା ରୋଗୀ ମାନ। ଦୋଷୀମାନଙ୍କର ପାଇଁ ଯମ ନର୍କ ମାନ, ସୃଷ୍ଟି କରିଅଛନ୍ତି ଯେ ପ୍ରଭୁ ନାରାୟଣ। ସଂସାରରେ ଜନ୍ମ ଯେ ଜନ କରେ ମନ୍ଦ କାର୍ଯ୍ୟ, କର୍ମ ଅନୁସାରେ ଭୋଗେ ଭୁଞ୍ଜେ ଅନିବାର୍ଯ୍ୟ। ସମସ୍ତ ସୃଷ୍ଟି କରିଣ ଦେବ ଦଇତାରି, ବୈକୁଣ୍ଠେ ବସିଛନ୍ତି ବୈକୁଣ୍ଠ ବିହାରୀ। ଭଲ ମନ୍ଦ ଯାହା ଯାହା ସଂସାରେ ହୁଅଇ, ନିରପେକ୍ଷେ ଭାବେ ପ୍ରଭୁ ସକଳ ଦେଖଇ। ଆଜ୍ଞା ପ୍ରମାଣେ ସଂସାର ଚଳଇ ନିରତ, ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା ହୁଅନ୍ତି ଉଦିତ। ଆଜ୍ଞା ବଳେ ବହେ ବାୟୁ ଅଗ୍ନି ପ୍ରଜ୍ୱଳିତ, ହୋଇ ଦହନ କରଇ ସକଳ ପଦାର୍ଥ। ତାହାଙ୍କ ଆଦେଶ ଇନ୍ଦ୍ର ଜଳ ବରଷଇ, ଆଜ୍ଞା ପ୍ରମାଣରେ ପୃଥ୍ୱୀ ସ୍ୱସ୍ତରେ ଅଛଇ। ଖରା ବର୍ଷା ଶୀତ ପୁଣି ବସନ୍ତ ଯେ ଋତୁ, ଆଜ୍ଞା ପ୍ରମାଣରେ ହୁଏ ସର୍ବ ସୁଖ ହେତୁ। ଶୁଣିଲେ ତ ମୁନିମାନେ ସୃଷ୍ଟିର ରଚନା, ଗରୁଡ଼ ପୁରାଣେ ଯାହା ହୋଇଛି ବର୍ଣ୍ଣନା।
ଗରୁଡ଼ଙ୍କୁ କହୁଛନ୍ତି ଦେବଋଷି କେଶ, ଏସ ନକବାଣୀ ଆହେ ମୁନିଜନ ଈଶ। ଯାହା ଶୁଣିଥିଲି ତୁମ୍ଭ ଆଗରେ କହିଲି, ମୋର ଦୋଷ ନ ଧରିବା ପାଇଁ ନିବେଦିଲି। ସେ ପୁରାଣ ବାଣୀ ଗୀତ କରିଲି ରଚନା, ଦୋଷ ମୋ ନ ଧର ଧୀର ଜ୍ଞାନ ଶ୍ରେଷ୍ଠ ଜନ। ଦୀନହୀନ ଆର୍ତ୍ତତ୍ରାଣ ଦାସ ଅଟେ ପୁଣି, ଗୁରୁ ଅନୁବ୍ରତେ ଗୀତ ବିରଚିଲି ଆଣି। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାରଣ୍ୟୋପାଖ୍ୟାନେ ଗରୁଡ଼ ବିଷ୍ଣୁ ସମ୍ବାଦେ ଗ୍ରନ୍ଥାରମ୍ଭ ସୃଷ୍ଟି ପ୍ରସଙ୍ଗ ପ୍ରଥୋପକଥନଃ ନାମଃ ପ୍ରଥମ ଅଧ୍ୟାୟଃ। ଆନନ୍ଦ ଏକ ବାର ହରି ବୋଲ।